ପାଖରେ ବହୁତ କିଛି ଜଣାଇବା ସତ୍ତ୍ୱେ ସେ କାମ ଗୁଡ଼ାକ ହେଲା ନାହିଁ ବୋଲିକିରି ଆଜି ଆପଣମାନଙ୍କ ଜରିଆରେ ଆମର ସୁପ୍ରିମ ନବୀନ ପଟ୍ଟନାୟକ ପର୍ଯ୍ୟନ୍ତ ଆମେ ବାର୍ତ୍ତା ଦେବାକୁ ଚାହୁଁଛୁ। ଆମେ ଏଇଠି ଦୁଇଟା ଜାତି ଯେମିତି କୟା ବେଙ୍ଗଲୀ ଆମେ ମେଜର। କିଛି ଦିନ ତଳେ ସବୁ ନେତାମାନଙ୍କୁ କହିଲି ମାନସ ବାବୁ ହଉ ବବି ଭାଇ ହଉ ସମସ୍ତଙ୍କୁ ଜରିଆରେ ଆମେ ଗୋଟେ ଦରଖାସ୍ତ ଆକାରରେ ଦେଲୁ ଯେ ଆମର କୟା ଭାଇମାନଙ୍କର କୁମ୍ଭାର ହେଇଗଲା, ସେମାନେ କାମାର ହେବା କଥା। ଆମର କାମାରଗୁଡ଼ା କାନ୍ଦିଗୁଡ଼ା ଆମର ଗିନିପଲ୍ଲୀଗୁଡ଼ା ଏମିତି ବହୁତ ଗାଁ ଡିଷ୍ଟର୍ବ ହେଇଛି ଏମାନଙ୍କର। ଏଗୁଡ଼ାକ ସେମାନେ କହିଲେ ଯେ ଇଲେକ୍ସନ୍ ଆଗରେ ହେଇଯିବ, ଆଜି ଯାଏ ହେଲା ନାହିଁ। ଆଜି ମଧ୍ୟ ଆମର କୟା ଭାଇମାନେ ଆସିଥିଲେ ମୋ ପାଖରେ, ମୁଁ କହିଲି ବ୍ୟସ୍ତ ହୁଅ ନାହିଁ, ଆମେ ଏବେ ପର୍ଯ୍ୟନ୍ତ ଅଛୁ, ଆମେ ଚେଷ୍ଟା କରିବୁ ଯେମିତି ନବୀନ ବାବୁ ପର୍ଯ୍ୟନ୍ତ ଏ ବାର୍ତ୍ତାଟା ଯିବ। ତାପରେ କିଛି ଦିନ ତଳେ ଡ୍ୟାମ୍ ସାଇଡ଼୍ରେ ଗୋଟେ ଡିସ୍ପ୍ୟୁଟ୍ ହେଲା ଆମର ବନ୍ଧୁ ମିଲନ କାର୍ଯ୍ୟକ୍ରମରେ। ଆମର ସେଠି 1 ନମ୍ବର ସୁଜୟକୁ ସେମାନେ ମାରବା ପାଇଁ ତାଙ୍କ ଗାଁରେ ମଧ୍ୟ ଗଲେ, ସେଟା ମଧ୍ୟ ଆମେ ଜଣାଇଲୁ, ଆମର ମାନସ ବାବୁକୁ ଜଣାଇଲୁ, ଦୁର୍ଗା ବାବୁକୁ ଜଣାଇଲୁ, ସମସ୍ତେ ଅଣଦେଖା କଲା। କାହିଁକି ଅଣଦେଖା କଲା ଆମକୁ ଜଣା ନାହିଁ। ତ ଏମିତି ଡିସ୍ପ୍ୟୁଟ୍ ହେଇକିରି କର୍ମୀମାନଙ୍କ ଭିତରେ ଥିଲେ ଏଇଟା ଅସୁନ୍ଦର କଥା। ସେଥିପାଇଁ ଆମେ ଗୋଟେ ହେଇକିରି ଆଗାମୀ ଇଲେକ୍ସନରେ ଯେମିତି ଆମର କ୍ୟାଣ୍ଡିଡେଟ୍ ଜେତାଇ ପାରିବୁ ସେ ଉଦ୍ଦେଶ୍ୟ ଆମର ସେଇଟା। ଆମର ରେଭିନ୍ୟୁ ଭିଲେଜ୍ ହେବା ପାଇଁ ମାନସ ବାବୁ ସେତେବେଳେ ଏଇ ଚେୟାରମ୍ୟାନ୍ ଥିଲା, ତାଙ୍କୁ ମୋତେ ଜଣାଗଲା ଯେ ଆପଣଙ୍କ କୟା ମାଧ୍ୟମର ଗୋଟେ ଦରଖାସ୍ତ ଗଲା ଯେ ରେଭିନ୍ୟୁ ନ ହେଉ, ସେଟା ମଧ୍ୟ ତାଙ୍କେ କିଛି ପ୍ରତି ଉତ୍ତର ଆମକୁ ଦେଲା ନାହିଁ। ଆମର ଯେ 17 ନମ୍ବର ଜୋନ୍ର ଯେ ଜିଲ୍ଲା ପରିଷଦ ଅଛି ସେ କମ୍ପ୍ଲେନ୍ କଲା ଯେ ନାଇଁ ରେଭିନ୍ୟୁ ହେବା ଉଚିତ, ରେଭିନ୍ୟୁଟା ସେଣ୍ଟ୍ରାଲ ପଇସା, এটা ହେଲେ ଆମର ସମସ୍ତଙ୍କର ଉପକାର ହେବ। ତଥାପି ମାନସ ବାବୁ କର୍ଣ୍ଣପାତ କଲା ନାହିଁ, ବାଇକ୍ ମଧ୍ୟ ଦେଲା ନାହିଁ ଯେଟା ନାଇଁ ଏଟା ହେବା ନିହାତି ଦରକାର ଅଛି। ସେଥିପାଇଁ ଆମେ ବହୁତ ଦୁଃଖୀ। ତ ଆପଣମାନଙ୍କର ନ୍ୟୁଜ୍ ମାଧ୍ୟମରେ ଆମେ ସୁପ୍ରିମ ଆମର ନବୀନ ପଟ୍ଟନାୟକକୁ ଜଣାଇ ଦେବା ପାଇଁ ଚାହୁଁଛି ଯେ ଆମର ପ୍ରତି ଡିଷ୍ଟ୍ରିକ୍ଟ କମିଟି ଅବହେଳା କରୁଛି, ଏଥିପାଇଁ ଦୃଷ୍ଟି ଦିଅନ୍ତୁ। ଆମର ବହୁତ ଅବଜର୍ଭର ଆସିକିରି କହିଲେ ଯେ ନାଇଁ ଏ ଡିସ୍ପ୍ୟୁଟ୍ ଆମେ ତୁଟାଇ ଦେବା, ଆଜି ଯାଏ କିଏ ଆସିକିରି କୋଉଠି ଆମକୁ ନେଇକିରି ସାନ୍ତ୍ୱନାମୂଳକ କିଛି କହିଲା ନାହିଁ। ଏଥିପାଇଁ ଆପଣମାନଙ୍କୁ ଡକାଗଲା। ନା ଆମର କଥା ହେଉଛି ଯେ ମାନସ ବାବୁ ଏମାନେ ହାଉଲିଂ କରୁଛି, ତାଇରେ ଆମର କିଛି କହିବାର ନାହିଁ, ତାଙ୍କର ବ୍ୟକ୍ତିଗତ ମତ। କିନ୍ତୁ ଆମେ ଚାହିଁବୁ ସୁପ୍ରିମ ଯାହାକୁ ଟିକେଟ୍ ଦେବ, ଆମେ ଯେହେତୁ ବିଜୁ ପରିବାରର ବୁଢ଼ା କୁହନ୍ତୁ ପିଲା କୁହନ୍ତୁ ସମସ୍ତେ ଆମେ ଅଛୁ ତାଙ୍କ ପଛରେ, ତାଙ୍କେ ଯାହା ଟିକେଟ୍ ଦେବ ଆମେ ତାର ହେଇକିରି ଆମେ ପାର୍ଟିରେ କାମ କରିବୁ। ଏତିକି ହେଉଛି ଆମର ବଡ଼ କଥା। ନା ଆମର ଗୋଷ୍ଠୀ କଣ୍ଡଲ କିଛି ନାହିଁ, ସେଟା ଯାହା ଥିଲା ସୁପ୍ରିମକୁ ଜଣାଗଲା, ସେମାନେ ବିଚାରକୁ ନେଉ। କାହିଁକି ଗତ ବର୍ଷର ଆମେ ଗତ ପିଛଲା କେତେ ବର୍ଷର ଆଗରେ ଆମେ ହାରିଗଲୁ ସେଟା ମଧ୍ୟ ଆମେ ଜଣାଇଲୁ ସୁପ୍ରିମମାନଙ୍କୁ। ଏପର୍ଯ୍ୟନ୍ତ କିଛି ଆମର ସାନ୍ତ୍ୱନାମୂଳକ କିଛି ଉତ୍ତର ଦେଇନାହାନ୍ତି କିମ୍ବା ଆମର କାହାକୁ ନେଇକିରି ବସି ମଧ୍ୟ ନାହାନ୍ତି। ସେଥିପାଇଁ ଦୁଃଖର ସହ ଆଜି ଆପଣମାନଙ୍କୁ ଡାକିକିରି ଆମେ ବାଇକ୍ ଦେବା ପାଇଁ ବାଧ୍ୟ ହେଇଛୁ। ଆଗଥର ଯେଉଁ ଇଲେକ୍ସନ୍ ଆମ ବିଜେଡ଼ି ହାରିଥିଲେ, କ'ଣ ପାଇଁ ହାରିଥିଲେ ବୋଲି ଆପଣ ଭାବୁଛନ୍ତି? ଆମେ ଭାବୁଛୁ ଆମର ଡିଷ୍ଟ୍ରିକ୍ଟ କମିଟି କିଛି କିଛି ଲିଡର ଅଛି, ଯେମିତି ଆମର ମୁକୁନ୍ଦେଶ୍ୱରୀକୁ ଟିକେଟ୍ ଦିଆଗଲା, ଆଉ ଜଣକୁ ଦିଆଗଲା ନାହିଁ। ସେମାନେ ହାଉଲିଂ করে ଗୋଟେ ଫୁଲକୁ ଦିଅ ଗୋଟେ ହାତକୁ ଦିଅ, ସେଟା ଆମେ যে ଅବଜର୍ଭର ଆସିଥିଲା ସେମାନଙ୍କୁ ନଲେଜର ମଧ୍ୟ ଦେଲି। କିନ୍ତୁ ଆଜି ଯାଏ ସେ କହିଲା ଆମେ ଅନୁଧ୍ୟାନ କରିବୁ, ଆପଣମାନଙ୍କୁ ନେଇକିରି ବସିବୁ ଆଉ ସମାଧାନ କରିବୁ, ଏମିତି ବେଇମାନି ଯେମିତି ଆଗକୁ ନ ହୁଏ। ସେଟା ଏବେ ପର୍ଯ୍ୟନ୍ତ କେଉଁ ସୁପ୍ରିମ ଆମକୁ ଆସିନି, ଅବଜର୍ଭର ମଧ୍ୟ ଆସିକିରି ଆମକୁ ସାନ୍ତ୍ୱନା ଦେଇନି। ଆମେ ଆଡ଼ବାବୁ ମାଧ୍ୟମରେ 2 ଦିନ ତଳେ ଗୋଟେ ମିଟିଂ ହେଇଥିଲା କର୍ମୀ ସମ୍ମିଳନୀ, ଯାହା ଟିକେ ଖୁସି ଲାଗିଲା। ଯେଉଁ ସବୁ ଜୋନ୍ର ଆସିଥିଲେ କର୍ମୀ ମାନେ ସମସ୍ତେ ବନ୍ଧୁ ମିଲନ ଟାଇପ୍ର ମିଶିଲି, ବହୁତ ଖୁସି ଲାଗିଲା ସେଟା। କିନ୍ତୁ ଡିଷ୍ଟ୍ରିକ୍ଟର ଲିଡର ଆମମାନଙ୍କୁ ଆଜି ଯାଏ କୌଣସି ସାନ୍ତ୍ୱନା ଦେଇନାହାନ୍ତି। ଆମେ ତ ଶୁଣୁଛୁ ସାର୍, ମାନେ କୌଣସି ନେତା ଏବଂ କୌଣସି ମନ୍ତ୍ରୀ ଏଠି ଆସିନାହାନ୍ତି, ଯାହା ନବୀନ ପଟ୍ଟନାୟକଙ୍କର ନିର୍ଦ୍ଦେଶ କ୍ରମେ ପାଣ୍ଡିଆନ ସାର୍ ଆସିକି ଲୋକଙ୍କର ସୁବିଧା ଅସୁବିଧା ବୁଝିକି ତାଙ୍କ ଲେଟର ନେଇକି ଯାଇକି ମୁଖ୍ୟମନ୍ତ୍ରୀ ପାଖରେ ଜଣାଇଥିଲେ ଏବଂ ତୁରନ୍ତ ତାଙ୍କ କାମ ବ୍ୟବସ୍ଥା ହେଇଛି। ଆଉ ପୁଣି କ'ଣ କାମ ରହିଲା? ଆମର କାମ ରହିଲା ଯେ ପ୍ରତିଶ୍ରୁତି ଦିଆହେଲା ଆମର ନେତା ମାଧ୍ୟମରେ, ଯେମିତି ଆମର କୟା ଭାଇମାନଙ୍କର କଥା କହିଲି, ତାଙ୍କର କୁମ୍ଭାର ହେଇକିରି ଅଛି, କମାର ହେବା କଥା, ସେଟା ଗୋଟେ ଦୁଃଖର କଥା। ସେମାନେ ମଧ୍ୟ କିଛି ବେନିଫିଟ୍ ପାଇପାରୁନାହିଁ ସରକାରଠୁ।
ଆମର ନବୀନ ପଟ୍ଟନାୟକ ଯାହା ଦେଉଛନ୍ତି ଖୁବ୍ ଭଲ କରୁଛନ୍ତି, କିନ୍ତୁ ଆମର ତଳ ସ୍ତର କର୍ମୀମାନେ ଡିଷ୍ଟ୍ରିକ୍ଟ ଲେଭେଲର କର୍ମୀମାନେ କୌଣସି ଠିକ୍ ଭଲ କାମ କରୁନାହିଁ। ଆମେ ତାଇରେ ସାଟିସ୍ଫାଇ ନୁହଁ। ଆମେ କିଛି କାମ କଥା କହିଲେ ତା'ର ଯେ ଡିଷ୍ଟ୍ରିକ୍ଟରେ ଆମର ଏଇଟା ଦରକାର ବୋଲେ ସେଇଟା ସେମାନେ ଫୁଲଫିଲ୍ କରୁନାହିଁ, କିମ୍ବା ସୁପ୍ରିମ୍ ପାକ୍ ମଧ୍ୟ ଜଣାଉନାହିଁ। ଏମାନେ ସମାଧାନ ହେଲେ ଆମର ଯେଉଁମାନେ ଆମେ ଦୁଃଖୀ ଅଛୁ ସମସ୍ତେ ମିଶିକିରି ଆମେ ଆଗକୁ ବଢ଼ିପାରିବା, ଏଇଟା ଆମର ମୂଳ କଥା। ଏବେ ମାନ୍ୟବର ମୁଖ୍ୟମନ୍ତ୍ରୀ ସୁପ୍ରିମୋ ଆମକୁ ଯାହାକୁ ଟିକେଟ୍ ଦେବେ ଆମେ ତାକୁ ନେଇକି ଦଳ ସୁନିଶ୍ଚିନ୍ତ ତାଙ୍କ ପଛରେ ଅଛି, ତାଙ୍କୁ ଲଢ଼ିବୁ, ତାଙ୍କୁ ଜିତେଇବୁ। ଦ୍ୱିତୀୟ କଥା ହେଉଛି ଏବେ ଶୁଭ ଗଲାଣି ଯେ ମାନସ ମାଡ଼କାମୀ ମହୋଦୟଙ୍କୁ ଯେ ଆମ ଜିଲ୍ଲା ସଭାପତି ଅଛନ୍ତି ତାଙ୍କୁ ଟିକେଟ୍ ଦେବେ, କିନ୍ତୁ କଥା ହେଉଛି ତାଙ୍କୁ ଟିକେଟ୍ ଦେବେ ତାଙ୍କେ ମାନେ ହାଉଲିଂ କରୁଛନ୍ତି। ଏଇଟା ସୁପ୍ରିମୋ ଉପର ଲେଭେଲରେ କଥା କିଛି ଆସିନି, ତାଙ୍କେ ଏଇ କଥାଟା ହାଉଲିଂ କରୁଛନ୍ତି। ତାଙ୍କେ ଯଦି ଏ କଥା କହୁଛନ୍ତି ଆମକୁ ସେଥିରେ କିଛି କହିବାର ନାହିଁ, ତାଙ୍କ ବ୍ୟକ୍ତିତ୍ୱ ମତ ସେମାନେ କହିପାରନ୍ତି। ଆମର କଥା ହେଉଛି ମାନ୍ୟବର ମୁଖ୍ୟମନ୍ତ୍ରୀ ଯାହାକୁ ଟିକେଟ୍ ଦେବେ ଆମେ ତାଙ୍କୁ ନେଇ ଲଢ଼ିବା। ଆଉ ଦ୍ୱିତୀୟ କଥା ହେଉଛି ଆମ ମାଲକାନଗିରି ଜିଲ୍ଲା ଯୁବ ଜନତା ଦଳ ସଭାପତି ଆଡ଼ମା ରାବା ମହୋଦୟ ତାଙ୍କୁ ନେଇକି ବି ଆମେ ଏତେ ଦିନ ସଂଗଠନ କରିଛୁ। ତାଙ୍କେ ଆମ ସୁଖ ଦୁଃଖ ସାଥିରେ ସଦାବେଳେ ଅଛନ୍ତି। ଆଉ ଆମେ ଚାହିଁବୁ ଯଦି ଆମର ଯୁବ ସଭାପତିଙ୍କୁ ଯଦି ଟିକେଟ୍ ଦିଆଯିବ ତାହେଲେ ଯୁବ ୟୁଥ୍ ଛାତ୍ର ଯେତିକି ପିଲାମାନେ ଅଛନ୍ତି ଏ ଇଲେକ୍ସନ୍ ଉପରେ ବହୁତ ଆଗ୍ରହ ହେଇକି ସେମାନେ ଆଗକୁ ବଢ଼ିବେ ଆଉ ସୁନିଶ୍ଚିନ୍ତ ବିଜୟ ଲାଭ କରିବେ। ତ ଆମର ଦାବି ରହୁଛି ଯେ ଆମେ ଯଦି ଯୁବ ଜନତା ଦଳ ଉପରେ ଟିକେ ଧ୍ୟାନ ଦେବା, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବୁ ଯଦି ତାଙ୍କେ ଯଦି ଯୁବ ଜନତା ଦଳ ଉପରେ ଧ୍ୟାନ ଦେଉଛନ୍ତି ତ ମାଲକାନଗିରି ଯୁବ ଜନତା ଦଳ ଛାତ୍ର ଜନତା ଦଳ ବହୁତ ଖୁସି ହେବେ। ତ ଆମର ଏତିକି। କିନ୍ତୁ ମାନ୍ୟବର ସୁପ୍ରିମୋ ନବୀନ ପଟ୍ଟନାୟକ ମହୋଦୟ ଏଯାଏଁ କିଛି ଡିକ୍ଲେୟାର କରିନାହାନ୍ତି, କାହା କଥା ପର୍ଟିକୁଲାରଲି କହିନାହାନ୍ତି। ତ ସେମାନେ ତାଙ୍କର ବ୍ୟକ୍ତିତ୍ୱ କରୁଛନ୍ତି, ଆମର ସେଥିରେ କିଛି କହିବାର ନାହିଁ। ସେମାନେ ତାଙ୍କ ବ୍ୟକ୍ତିତ୍ୱ କଥା କହୁଛନ୍ତି। ଆମର କଥା ହେଉଛି ଯୁବ ଜନତା ଦଳକୁ ଯଦି ମାନ୍ୟବର ମୁଖ୍ୟମନ୍ତ୍ରୀ ଯଦି ଇଲେକ୍ସନ୍ ଲଢ଼ିବା ପାଇଁ ସେତିକି ଦାୟିତ୍ୱ ଦେବେ ତାହେଲେ ଆମେ ଗୁରୁ ଦାୟିତ୍ୱ ହିସାବରେ ସେଇ ଜିନିଷଟା ପାଳନ କରିବୁ ଆଉ ଇଲେକ୍ସନ୍କୁ ବିଜୟ ଲାଭ କରିବୁ।